शारदा टीवी रु देवश्री राजगुरु आपण मानक स्वागत करुछि। प्राचीन सांस्कृतिक एवं मनोरंजन धर्मी ओडिया पाला आमर एई दर्पण कार्यक्रम रे मालो सभ्य आज कहि दउछती कले स्वामी मो हेउछि पति भक्त ये पति भक्ता सती स्वाधीन बणी आपणकर पात तले मु काय मन बाकी सब किछि अर्पण करि देछि। मात्र आज से पद सेवार मु वंचिता हो जाऊँ स्वामी। जीवा समय मोर अंतिम प्रणाम टी ग्रहण कर स्वामी। सभ्या स्वामी पाद तले प्रणाम टी कर स्वामी पाद तले प्रणाम कर कहूँ स्वामी जाऊँ स्वामी जीवा समय ये आशीर्वाद कर स्वामी जमीती मो सतीत्व को मु बजाई रखी स्वामी। रोहित सभ्या ब्राह्मण निकट को चली आसी ब्राह्मण सहित चली बापाई प्रणिपात करे राणी जीवा समय रोहित रोहित धोइला कानी जीवा समय प्रणिपात करी राणी राजांक पयरे रोहित धोइला कानी जीवा समय राजांक पाद तले राणी प्रणिपात करी जेतेबेले ब्राह्मण सहित जीवा पाई उद्यत हुए एही समय रोहित धरी पकैला मार कानीटाकू। रोहित मेरे जाऊ तो मते सागरे नहीं जानो मां तू सेମିତି कोन रे बापा हे मां मते छड़ी कोन मु रही पारिबी धन मां बिना फोटा केमिति बंची बोलो मां मु पारिबी लो मां के मोली अंतरी सहिबो लो मां मोली अंतरी के सहिबो तू जुआरे जाऊ तू मते सागरे नहीं जा मां मां भली ए संसार रे किए खाइबा को दबलो मां मां हाथ रंधा हाथ छाभा तो थारी लगो इतुआरा तू जब चली कहलो मां कह किए मो मन जाने मते खाइबा को देबो मां सेମିତି कोन रे बापा हे मां तू कोन जानिनु मां ओर आखिरु चोरी गो लेलो मारो छाती रे पड़ी जा कहीं तो मत आज छाड़ी नहीं चली जावाक प्रस्तुत पुअर आखिर जदि केते टोपाई लोतक झरी पड़े से मार छातीटा कोहरे भरी जाइलो कहलो बा मो पाखरे आउ किए थिबो मते किए पदे आ बोली कहि ए बा तू मते छाड़ी चले जा दिलो बा तू जुआरे जाऊ तू मते सागरे नहीं तू मते साथी रे देई जा मारो कानेटा को धरी पकई छी रोहित कोचे मां मते साथी रे देई जा मां जेते विपद आसिले तो कानी पड़त तले मते लुचेई रखिलु बा सेମିତି कहले रे बापा देवा आगारो सपन भंगील असबल घर
যেতে কান্দিলে লুহ সারুনি যেতে কান্দিলে লুহ সারুনি যেতে কান্দিলে লুহ সারুনি যেতে কান্দিলে লুহ সারুনি কেতে স্বপ্ন কেতে আশা কেতে আকাঙ্ক্ষা সব সব আজ ভাঙ্গি যাইছে কোউ স্ত্রীটা চাহে তা স্বামী নিকটରୁ ଅନ୍ୟତ୍ର ଚାଲିଯିବ ନା କୋଉ ବାପାଟା ଚାहे ତା ସ୍ତ୍ରୀ ତା ପୁଅକୁ ସବୁଦିନ ପାଇଁ ତା ଠାରୁ ଅଲଗା କରିଦେଇ ପାରିବ କିଛି ଆଶା ଆକାଂକ୍ଷା ସାହା ଭରସା ତୁଟି ଯାଇଛି ଶେଷରେ ରାଣୀ ସଭ୍ୟା ପୁଅ ରୋହିତ ଦୁଇ ଜଣ ଯାକ ସ୍ୱାମୀଙ୍କର ପାଦ ତଳେ ବାପାଙ୍କର ପାଦ ତଳେ ପ୍ରଣାମ କରି ହରିଶ୍ଚନ୍ଦ୍ରଙ୍କ ନିକଟରୁ ବିଦାୟ ନେଇଯାଉଛନ୍ତି ଚାହିଁଛନ୍ତି ରାଜା ଆଖିରୁ ଧାର ଧାର ଲୋତକ ଝରି ପଡୁଛି ହାତରେ ଧରିଛନ୍ତି 500 ସ୍ୱର୍ଣ୍ଣ ମୁଦ୍ରା ଚିନ୍ତା କରୁଛନ୍ତି ରାଜା ଆଉ 500 ଆଣିବି କୋଉଠୁ କିଏ ଦବ 500 ସ୍ୱର୍ଣ୍ଣ ମୁଦ୍ରା ତେବେ ରାଜା ଚିନ୍ତା କଲେ ରାଣୀ ସିନା ତା କର୍ତ୍ତବ୍ୟଟା କରିଦେଲା ଏବେ ମୋ ପାଳି ଏବେ ମୁଁ ମୋ କର୍ତ୍ତବ୍ୟ କରିବି ଆଉ 500 ସ୍ୱର୍ଣ୍ଣ ମୁଦ୍ରା ଏବେ ମୁଁ କୋଉଠୁ ଯୋଗାଡ଼ କରିବି କାଶୀ ରାଜ୍ୟର ରାଜଦାଣ୍ଡରେ ଠିଆ ହେଇଯାଇଛନ୍ତି ରାଜା ଠିଆ ହେଇଯାଇ ଉଚ୍ଚ ସ୍ୱରରେ ଡାକିଦେଲେ ଚାଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ଯଦି କାହାର ଗୋଟାଏ କୀର୍ତ୍ତ ଦାସ ଆବଶ୍ୟକ ଅଛି ମାତ୍ର 500 ସ୍ୱର୍ଣ୍ଣ ମୁଦ୍ରା ଦେଇ ମୋତେ କ୍ରୟ କରିପାରନ୍ତି এই ସମୟରେ ରାଜା ଚାହିଁଦେଲେ ରାଜା ଚାହିଁ ଯାଇଛନ୍ତି ଆଗରୁ ଗୋଟାଏ ଚଣ୍ଡାଳ ଆସୁଛି ନାଇଁ କୃଷ୍ଣ ପ୍ରସାଦ ବସୁ ହରିଶ୍ଚନ୍ଦ୍ର କାବ୍ୟ ପଦଟାଏ ଲେଖି ଦଉଛନ୍ତି ଆବଶ୍ୟକ ମୁତାବକ ହୁଏତ ପ୍ରଥମ ରାତିରେ କିଛି ମାତ୍ର ଦେଇଥିଲି କିଛି ପରିବେଷଣ ହେଇଥିଲା ଆବଶ୍ୟକ ମୁତାବକ ହଁ ତେବେ ସେଇ ପଦଟା ଦେଖୁଛନ୍ତି ରାଜା ହରିଶ୍ଚନ୍ଦ୍ର କପାଳ ପାତ୍ରେ ଆସବ ଥାଳୁ ଥିଲା ଡବ
ପି ଦେଇକିରେ କଷି ଧ ତ ମାମୁ ଧ ଟଳି ଟଳି ଗୋଟାଏ ହାତରେ ମଦର ବୋତଲ ଆଉ ଗୋଟାଏ ହାତରେ ଘୁଷୁରୀ ମାଂସ ଗୁଡା ମଦ ଢୋକେ ପିଇ ଦଉଛି ଘୁଷୁରୀ ମାଂସରୁ ଟିକେ ଖାଇ ଦଉଛି ଟଳି 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 ଆସି ପହଞ୍ଚି ଯାଇଛି ରାଜା ହରିଶ୍ଚନ୍ଦ୍ରଙ୍କ ନିକଟରେ ଡାକିଲା ଚଣ୍ଡାଳ ଡାକୁଛି ଆସ ଆସ ଆପଣ ମାନଙ୍କର କବି ହଉଛନ୍ତି ଗଣ କବି ବୈଷ୍ଣବ ପାଣି କେତେ ନାଟ୍ୟ ହରିଶ୍ଚନ୍ଦ୍ର ଆସ 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 କିଏ ରେ ଦାସ ଦାସ ପେଟେ ପିଇ ଦେଇକି ଦାସ ଆସ ମୋର କତିକି ଆସ 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 କିଏ ରେ ଦାସ ଆସ ମୋର କତିକି ଆସ ଆସ କିଏ ରେ ଦାସ ଆସ ମୋର କତିକି ଜଗିବାକୁ ମୁଁ ଠିକ ଅଛି ଠିକ ଅଛି ମୁଁ ଠିକ ଅଛି ମୋର ଦରଦ ମାରୁଛି କାଳେ ପଡିଯିବ ମୁଁ ପଡିବିନି ନା ଠିକ ଅଛି ଠିକ ଅଛି ଅଭ୍ୟାସ ଅଛି ରେ କିଏ ତୁ କିଏ କିଏ ତୁ ମୋର ବାହାଘର ଯେ ଘାସ ଦରକାର ମୁଁ କିଣିବାକୁ ମାଳ ଭାବୁଛି ହଁ କିଏ ତୁ ହରିଶ୍ଚନ୍ଦ୍ର କିଏ ତୁ ମୁଁ ହଉଛି ହରିଶ୍ଚନ୍ଦ୍ର କିଏ ହରିଶ୍ଚନ୍ଦ୍ର ଶୁଣ ତୁ ଏଡେ ବଡ ନାଟା କହୁଛୁ ମୁଁ ପାଟିରେ ବସୁନି ବାଟରେ ବସୁନାହିଁ ନା ସଟରେ କହ ହରିଆ ବୋଲି ଡାକିଲ କଣ ଆଜିଠୁ ମୁଁ ତୋ ନାଁ ଦଉଛି କଣ ହରିଆ ହଁ ନେ ନେ ଟିକେ ପିଇ ଦେ ମୋର ସେ ଅଭ୍ୟାସ ନାହିଁ ନା ଟିକେ ପିଇ ଦେ ନା ନା ପାରିବୁ ନାଇଁ ନା ମୋର ଅଭ୍ୟାସ ନାହିଁ ପାରିବୁ ନାଇଁ ଏ କାକ ଜଳ ଆସନ ତାକୁ ଦେଇଦବ ତୁ ତାହେଲେ ହବୁ ନାଇଁ କଣ ଯିଏ ମଦ ନ ପିଇବ ଜାଣିଛୁ କଣ କଣ ହବ ଯିଏ ନ ପିଇଛି ମଦ ତା ବଂଶଗତ ମଦ ପିଇବୁ ନାଇଁ ତୁ ଚଣ୍ଡାଳ କେମିତି ହବୁ ଆରେ ମୋ କାମ ଜାଣିଛୁ କାମ କଣି ମୋ କାମ ଶ୍ମଶାନ ରକ୍ଷକ ଚଣ୍ଡାଳ ମୁଁ ହେଉଛି ଶ୍ମଶାନ ରକ୍ଷକ ଚଣ୍ଡାଳ ଚଣ୍ଡାଳ ପାରିବ ପାରିବ ରାତିରେ ଶ୍ମଶାନ ଜଗି ପାରିବୁ ପାରିବୁ ଆଉ ଯେତିକି ଶବ ଆସିବ ସମସ୍ତଙ୍କୁ ଦାହ କରିପାରିବୁ ହଁ ହଁ ପାରିବି ପାରିବୁ ଆଉ କରିବି ତା ବିନିମୟରେ ବିନିମୟରେ ତୋତେ ଦକ୍ଷିଣା ସଂଗ୍ରହ କରିବାକୁ ପଡିବ ପଡ଼ିବ ଯଦି 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 କେହି ଯଦି ଦକ୍ଷିଣା ନ ଦିଏ ନଦୀ ତା ପିନ୍ଧିବା ଲୁଗାଟାକୁ ରଖିବ ପାରିବ ପାରିବ ପାରିବି ସବୁ ପାରିବି କହ କାହା ଆଉ କଣ କରିବା କେତେ ନବୁ ଶୁଣ ଯଦି କେତେବେଳେ ରାଜାଙ୍କର ଆଦେଶ ହୁଏ ହୁଏ କାହାକୁ ବଳି ଚଢେଇବାକୁ ପଡେ ପ୍ରାଣ ଦଣ୍ଡ ଦବାକୁ ପଡେ ମସ୍ତକ
କରିବାକୁ ପଡେ। ତୀକ୍ଷ୍ଣ ତରବାରୀ ଧରି ମସ୍ତକ ଛେଦନ କରି ପାରିବ? ସବୁ ପାରିବ? କହ କେତେ ଆବଶ୍ୟକ? 500 କେତେ କହିଲୁ? 500 500? ଆରେ 5000 ମାନ ଇଏ ଚଣ୍ଡାଳ ଦବ 500। ତୁଟା ଭିକାରୀଟା କିରେ? କହିଲା ହଁ ମୁଁ ଆଜି ଭିକାରୀ ସାଜିଛି। ପରିସ୍ଥିତି ଚକ୍ରରେ ମୁଁ ଆଜି ନିଜକୁ ବିକ୍ରି କରିଦେବାକୁ ଚାହିଁ ମାତ୍ର 500 ସ୍ୱର୍ଣ୍ଣ ମୁଦ୍ରାର ଆବଶ୍ୟକ କରିଛି। এই ସମୟରେ ଚଣ୍ଡାଳ ଠାରୁ 500 ସ୍ୱର୍ଣ୍ଣ ମୁଦ୍ରା ନେଇ ହରିଶ୍ଚନ୍ଦ୍ର ଚାଲି ଯାଇଛନ୍ତି। ଋଷି ବିଶ୍ୱାମିତ୍ରଙ୍କ ନିକଟରେ ପୈଠ କରିଦେଇଛନ୍ତି। ଋଷି ବିଶ୍ୱାମିତ୍ର ଖୁସି ହେଇଯାଇଛନ୍ତି। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା? ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ନମସ୍କାର।